ଫିରିଙ୍ଗା ଅଞ୍ଚଳର ଭକ୍ତଚରଣ ମଲ୍ଲିକ ବ୍ୟକ୍ତି ଜଣକ ବେଙ୍ଗାଲୁରୁରେ ଦୀର୍ଘ ଦିନ ଧରି ବନ୍ଧକ ରହି ନିର୍ଯାତନାର ସହି ଆସୁଥିବା ବେଳେ କନ୍ଧମାଳ ପୋଲିସ ହସ୍ତକ୍ଷେପ ଓ ପ୍ରୟାସ ପରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। କନ୍ଧମାଳ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାକୁ ନେଇ ଫିରିଙ୍ଗା ଥାନା ପରିସରରେ ଫୁଲବାଣୀ ସଦର ଏସ୍ଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଛି। ବନ୍ଧକ ମଲ୍ଲିକଙ୍କୁ ରିହାଇ ପାଇଁ ଜିଲ୍ଲା ଶ୍ରମ ବିଭାଗ ଉକ୍ତ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖି ଆସୁଥିବା ବେଳେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ହସ୍ତକ୍ଷେପ ଓ ଅନୁରୋଧ କ୍ରମେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ମଲ୍ଲିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ମଲ୍ଲିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଫିରିଙ୍ଗା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଗଣମାଧ୍ୟମ ଆଗରେ ଜନତାଙ୍କୁ ସୂଚନା ଦେଇଛନ୍ତି। ପୁଲିସ ମୋବାଇଲକୁ ଟ୍ରାକିଂ କରି ମଲ୍ଲିକଙ୍କୁ ବନ୍ଧକ ରଖି ନିର୍ଯାତନା ଦେଇ ଆସୁଥିବା ସ୍ଥାନକୁ ଚିହ୍ନଟ କରି ମଲ୍ଲିକଙ୍କୁ ଉଦ୍ଧାର କରିଥିବା ସହିତ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ପୋଲିସ ତାଙ୍କ ପରିତ୍ୟକ୍ତ ଘରେ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରିଥିଲା। ତେବେ ପରିବାର ଲୋକ ଓ ପ୍ରଶାସନ ବେଙ୍ଗାଲୁରୁ ଯାଇ ମଲ୍ଲିକଙ୍କୁ ଆଣିବା ପାରିବେ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ୱରଞ୍ଜନ କହଁର ପ୍ରକାଶ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଫିରିଙ୍ଗା ଥାନା ଡିମ୍ବିରିଗୁଡ଼ା ପଞ୍ଚାୟତ କରିକାମ୍ବା ଅଞ୍ଚଳର ଭକ୍ତ କହଁର ପ୍ରାୟ 1 ମାସ ହେବ ବେଙ୍ଗାଲୁରୁରେ ଦୁର୍ବୃତ୍ତମାନଙ୍କ ଦ୍ୱାରା ବନ୍ଧକ ରହି ନିର୍ଯାତନାର ସହି ଆସୁଥିଲେ। ତାଙ୍କର ରିହାଇ ପାଇଁ ଦୁର୍ବୃତ୍ତମାନେ 10 ଲକ୍ଷ ଟଙ୍କା ଦାବି ରଖିବା ପରେ ଏହି ଘଟଣା ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା। ଥାନାକୁ ଘଟଣା ପହଞ୍ଚିବା ପୂର୍ବରୁ ଜମିବାଡ଼ି ବିକ୍ରି କରି ଭକ୍ତଚରଣ ମଲ୍ଲିକଙ୍କୁ ଛାଡ଼ିଦେବା ପାଇଁ ଭକ୍ତଚରଣ ମଲ୍ଲିକଙ୍କ ମା ବୁଢ଼ୀମା 1,70,000 ଟଙ୍କା ଦୁର୍ବୃତ୍ତମାନଙ୍କୁ ପଠାଇଥିବା ଘଟଣା ମଧ୍ୟ ପଦାକୁ ଆସିଛି। ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ମାଗିଥିଲେ। 10 ଲକ୍ଷ ଟଙ୍କା ତାଙ୍କ ପାଖରେ ନଥିବାରୁ ଭକ୍ତଚରଣ ମଲ୍ଲିକ ପରିବାର ପାଖରେ ନଥିବାରୁ କୌଣସି ପ୍ରକାର ଘଟଣାଟି ଧୀରେ ଧୀରେ ପଦାକୁ ଆସିବା ପରେ ବିଭିନ୍ନ ଖବରକାଗଜ ଓ ସୋସିଆଲ ମିଡ଼ିଆ ଦ୍ୱାରା ପ୍ରଘଟ ହୋଇଥିଲା। ଏନେଇ ଫିରିଙ୍ଗା ଥାନାରେ ଭକ୍ତଚରଣ ମଲ୍ଲିକଙ୍କ ସ୍ତ୍ରୀ ଏତଲା ଦେବା ସହ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ସାକ୍ଷାତ କରି ସ୍ୱାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଗୁହାରି ମଧ୍ୟ କରିଥିଲେ। ଏହାସହ ଏହି ଘଟଣାରେ ଫିରିଙ୍ଗା ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର ଓ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ଫଙ୍କ ସମେତ ଫିରିଙ୍ଗା ପ୍ରେସ କ୍ଲବ ସଭାପତିଙ୍କ ଜରିଆରେ ସମସ୍ତ ସାମ୍ବାଦିକମାନଙ୍କ ସହାୟତାରେ ବନ୍ଧକ ଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବାରମ୍ବାର ଅନୁରୋଧ କରାଯାଇଥିବାରୁ ପରିଶେଷରେ ସାମ୍ବାଦିକମାନଙ୍କ ସମେତ ପ୍ରଶାସନିକ କର୍ମକର୍ତ୍ତାଙ୍କ ମିଳିତ ଅକଳ୍ପନୀୟ ପ୍ରୟାସ ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି ବେଙ୍ଗାଲୁରୁ ପୋଲିସ ସହିତ ବାରମ୍ବାର ଆଲୋଚନା କଲା ପରେ ନିରୀହ ଭକ୍ତଚରଣଙ୍କୁ ଉଦ୍ଧାର କରାଯାଇଥିବାରୁ ପରିବାର ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ବେଙ୍ଗାଲୁରୁ ପୋଲିସ 4 ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିଥିବା ସୂଚନା ମିଳିଛି। ସେପଟେ ମିଳୁଥିବା ସୂଚନା ବେଳେ କନ୍ଧମାଳ ଏସ୍ଡିପିଓ ଶ୍ରୀ ବିଶ୍ୱାଳ ପରିବାର ଲୋକଙ୍କ ସହ ଏକ ଟିମ୍ ବେଙ୍ଗାଲୁରୁ ଯାଇ ଆହତ ଶ୍ରମିକଙ୍କୁ ଅତି ନିକଟରେ ଦେଖି ତାଙ୍କୁ ଉଦ୍ଧାର କରାଯାଇଥିବା ଦେଖି ତାଙ୍କର ମେଡିକାଲରେ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ତାହାକୁ ଦେଖି ସୁରକ୍ଷିତ ଭାବେ ଓଡ଼ିଶା ଅଣାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଘଟଣା ଜାଣିବା ପରେ ଜନସାଧାରଣ ଫିରିଙ୍ଗା ଅଞ୍ଚଳରେ ସାମ୍ବାଦିକମାନଙ୍କ ସମେତ ପ୍ରଶାସନକୁ ପ୍ରଶଂସା କରିଥିବା ସୂଚନା ମିଳିଛି। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब लाइक और शेयर करने को भूलिए नहीं।